ବାଲିଘାଟରେ ଚଢ଼ାଉ ବାଲିଘାଟରେ ଚଢ଼ାଉ 2 ଟ୍ରକ୍ ବାଲି ଜବତ। ରାଉରକେଲା ସହରରେ ବାଲି ମାଫିଆ ମାତିଛନ୍ତି। ବେଆଇନ ଭାବେ ନଦୀ ଶଯ୍ୟାରୁ ଉତ୍ତୋଳନ କରୁଛନ୍ତି ଟ୍ରକ୍ ଟ୍ରକ୍ ବାଲି। ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗତ 5 ତାରିଖରେ ରାଉରକେଲାରେ ପ୍ରଥମ ଥର ପାଇଁ ବିଳମ୍ବିତ ରାତ୍ରିରେ ସବ୍ କଲେକ୍ଟର ପାନପୋଷ ବିଜୟ ନାୟକଙ୍କ ନେତୃତ୍ୱରେ ଏକ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ 4ଟି ବାଲିଘାଟରୁ 3ଟି ବାଲି ଭର୍ତ୍ତି ଟ୍ରକ୍ ଜବତ କରିଥିବା ବେଳେ ପୁନର୍ବାର ଗତ 10 ତାରିଖରେ ପାନପୋଷ ସବ୍ଡିଭିଜନ ଅନ୍ତର୍ଗତ 3ଟି ବାଲିଘାଟକୁ ଚଢ଼ାଉ କରି 2ଟି ବାଲି ଭର୍ତ୍ତି ଟ୍ରକ୍କୁ ଜବତ କରିବାରେ ସକ୍ଷମ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୋର 5ଟା ସମୟରୁ ସକାଳ 7ଟା ମଧ୍ୟରେ ଏନ୍ଫୋର୍ସମେଣ୍ଟ ୱିଙ୍ଗସ୍ ତୁମକେଲା, ବାଲିଘାଟ, ବିଜୁବନ୍ଧ ଓ ଲୁଆକେରା ବାଲିଘାଟରେ ଚଢ଼ାଉ କରାଯାଇ 2ଟି ଟ୍ରକ୍ ଜବତ କରାଯାଇ ଛେଣ୍ଡ ଥାନା ଅଞ୍ଚଳରେ ରଖାଯାଇଛି। ଗାଡ଼ି ନମ୍ବର ହେଲା OD14B 7516, ଅନ୍ୟଟି OD14AG 0785 ବୋଲି ଜଣାପଡ଼ିଛି। ସହର ଉପକଣ୍ଠରେ ଖାଲି ଯେ ବାଲି ଚୋରି ଚାଲିଛି ତା ନୁହେଁ, ଚିପ୍ସ, ମେଟାଲ, ପଥର ଚୋରି ମଧ୍ୟ ଖୁଲମଖୁଲା ଚାଲିଛି। ପୁଲିସ ସେଗୁଡ଼ିକୁ ଧରିବାରେ ସକ୍ଷମ ହୋଇନଥିଲେ ମଧ୍ୟ ଖଣି ଖାଦାନ ମାଫିଆଙ୍କ ପାଇଁ ବାଲି ଟ୍ରକ୍ ଧରା କାର୍ଯ୍ୟକ୍ରମ ବେଶ୍ ସହରରେ ଆଲୋଡ଼ନ ସୃଷ୍ଟି କରିଛି। ପାନପୋଷ ସବ୍ କଲେକ୍ଟର ବିଜୟ ନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ଅତିରିକ୍ତ ତହସିଲଦାର ଅମୂଲ୍ୟ ରତନ ସାହୁ, କନିଷ୍ଠ ମାଇନିଂ ଅଧିକାରୀ ହିମାଂଶୁ ଭୂଷଣ ସାହୁ, ଛେଣ୍ଡ ଥାନା ଅଧିକାରୀ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।